କ'ଣ କହିବେ ଆଜି ବଳରାମ ଜଗନ୍ନାଥ ବଳଭଦ୍ର 2 ଜଣ ଆଜି ରୁମ୍ ଛାଡ଼ି ଯାଉଛନ୍ତି। ମୁଖ୍ୟ କଥା ହେଲା ହଁ କି ଆମେ କେବେ ଭାବିନୁ ଯେ ସେମାନେ ରୁମ୍ ଛାଡ଼ି ଯାଉଛନ୍ତି ବୋଲି। ଆମେ ଭାବୁଛୁ କି ଆମକୁ ଗୋଟେ ନୂଆ ରୁମ୍ ମିଳିଛି। ତମକୁ ମିଳିନି, ତାଙ୍କୁ ମିଳିଛି। ଆମକୁ ମୁଁ ସେତିକି ଭାବେ ସେମାନେ ସେତିକି ମାନେ ନିଜର ହେଇଯାଇଥିଲେ, ଏତେ ବହୁତ କମ୍ ଦିନ ଥିଲେ ସିନା, କିନ୍ତୁ ଗୋଟେ ଲାଗୁଛି କି ସେମାନେ ରୁମ୍ ଛାଡ଼ିକି ଯାଉନାହାନ୍ତି, ସେମାନେ ଆମ ପାଇଁ ଗୋଟେ ନୂଆ ଘର ଆରେ ସିଫ୍ଟ ହେଇକି ଯାଉଛନ୍ତି। ସେଇଟା ଆମ ନିଜର ଘର, ମାନେ ସୁବିଧା ମିଳିଲେ, ଚାନ୍ସ ମିଳିଲେ, ଟାଇମ୍ ମିଳିଲେ ସେ ଜାଗାକୁ ଆମେ ବି ଯିବା। ମାନେ ଗୋଟେ ଯେମିତି ଥାଏ କି ଆପଣଙ୍କର ଗୋଟେ ପର୍ଟିକୁଲାର ଗୋଟେ ଘର ଥିବ, ନୂଆ ଘର ଏଇଟା ଯେଉଁ ଖୁସି ଲାଗେ, ମୁଁ ସେଇ ଖୁସି ମାହୋଲରେ ଅଛି। ଏବେ ଭାବିନି ଯେ ଆମେ ଗୋଟେ ଦୁଃଖ ମାହୋଲରେ ଅଛୁ କି ଗୋଟେ ସ୍ୟାଡ୍ ମୋମେଣ୍ଟ ବୋଲି ଆମେ ଭାବୁନୁ। ଚିକେନ୍ ଟିକେ କଷା ହେଉଛି, ଆମେ ଯଦି ସିଆଡ଼େ ଫୋକସ୍ କରିବେ ତାହେଲେ ବଢ଼ିଆ ଲାଗିବ। ଆଜି ଯେହେତୁ ବଳଭଦ୍ର ଆଜି ରୁମ୍ ଯିବେ, ସେ ଆଜି ନିଜ ହାତରେ ରୋଷେଇ କରି, ମାନେ ଦେଖ ଆମ ରୁମ୍ରେ ଜଗନ୍ନାଥ ଏ ବଳଭଦ୍ର 2 ଜଣ ଥିଲେ, ତ ଯେମିତି ମାନେ ସତରେ ଯେମିତି ଶ୍ରୀମନ୍ଦିର ଛାଡ଼ି ଜଗନ୍ନାଥ ବଳଭଦ୍ର ଗଲା ଭଳିଆ ଆଜି ଅନୁଭବ ହେଉଛି। ରୁମ୍ ଫାଙ୍କା ପଡ଼ିଯିବ, କାଲି ସକାଳେ ଏଇ ଗ୍ୟାସ୍ଟା ଆଉ ନଥିବ, ଏଇ ଗୋଟେ ବୋଲି ଗ୍ୟାସ୍ ଥିବ, ସେଇଟା ବି ନଥିବ। ତ କେଉଁଟା କେଉଁଠି ନିଶ୍ଚିତ ଭାବେ ଦୁଃଖ ଲାଗୁଛି ଯେ ନାଇଁ ସେ କଥା ନାହିଁ, ଗୋଟେ କହୁଛି ମାନେ ସେମାନଙ୍କର ମାନେ କ'ଣ ଉପଲବ୍ଧିଟା ଏଇ ଗ୍ୟାସ୍ ମାଧ୍ୟମରେ ଜଣାପଡ଼ିଲା। ରୋଷେଇ କରି ପଶିଗଲେ ଜଣାଯାଏ ଏଇଟା ଜଗନ୍ନାଥର, ଏଇଟା ବଳଭଦ୍ରର। ତ ଆଜି ନାହାନ୍ତି, ତ 2 ଜଣ କାଲି ଗଲା ପରେ ଏଇଟା ଫାଙ୍କା ହେଇଯିବ ନା, ରୁମ୍ ସଂଖ୍ୟା ସହିତ କିଚେନ୍ ବି ଫାଙ୍କା ହେଇଯାଉଛି। ତ କେଉଁଠି ନା କେଉଁଠି ନିଶ୍ଚିତ ମନେ ପଡ଼ିବ। ମନ ଭିତରେ କୌଣସି ନା କୌଣସି ଜାଗାରେ ଗୋଟେ ଦୁଃଖ ତ ଲୁଚି ରହିକି ଅଛି, ନୋ ଡାଉଟ୍। କିନ୍ତୁ ସେ ଦୁଃଖକୁ ଆମେ ଖୁସିରେ କେମିତି ପରିଣତ କରିବା, ଗୋଟେ ମାହୋଲଟାକୁ କେମିତି ଏନ୍ଜୟ କରିବା, ଗୋଟେ ଚିକେନ୍ଟା ଯେଉଁ କଷା ହେଉଛି ସେଥିରେ ଇନଭଲ୍ଭ ରହିକି ଗୋଟେ ମାଇଣ୍ଡକୁ ପରିବର୍ତ୍ତନ କେମିତି କରିବା, ସେ ପ୍ରତି ଆମେ ଦୃଷ୍ଟି ଦେଉଛେ। ଆଉ ମୁଁ ଚାହେଁ କି ଏଇଟା ମାନେ ବିଦାୟ ସମ୍ବର୍ଦ୍ଧନା ଯେଉଁ କୁହାଯାଏ, ବିଦାୟ ସମ୍ବର୍ଦ୍ଧନା ଭିଡ଼ିଓକୁ ଆମେ ଫୋକସ୍ ନ କରି ମୁଁ ଚାହେଁ ଯେ ଗୋଟେ ଫୁଡ଼୍ ବ୍ଲଗିଂକୁ ଆମେ ଫୋକସ୍ କରିବା। ଦର୍ଶକମାନେ ଯେମିତି ଖୁସି ହୁଅନ୍ତୁ, ତାଙ୍କ ମନରେ ଦୁଃଖଟା ପାଇଁ କେବେ ଚାହୁଁନୁ, ତ କାଇଣ୍ଡଲି ଦୟାକରି ଫୋକସ୍ କରନ୍ତୁ କୁକିଂ ଉପରେ। ବର୍ତ୍ତମାନ ବଳଭଦ୍ର ଆଜି ରୋଷେଇ ଦାୟିତ୍ୱରେ। ସେ ବଳରାମ ଜଗନ୍ନାଥ, ବଳରାମ ଏ ତ ଏକା କଥା, ବଳରାମ ବଳଭଦ୍ର ଗୋଟେ ପ୍ରକାର କଥା। ଆଉ ତ ଆଜି ସହଯୋଗ କରୁଛନ୍ତି ଆମର ଉମା ଭାଇ। ସବୁଥର ତ ଆମକୁ ରୋଷେଇବାସରେ ସହଯୋଗ କରନ୍ତି, ସେ ସବୁଥର ଗୋଟେ ଟହଲିଆ ଦାୟିତ୍ୱରେ ସେ ଏବେ ବି ଅଛନ୍ତି। ହଁ, ସେ ସବୁଥର ଦେଖୁଛନ୍ତି ସେଇ ଗୋଟେ କଥାରେ ବ୍ଲଗ୍ ବାର୍ଥଡେ ବ୍ଲଗ୍ ଇଏ ହେଉଛି, କାରଣ ଆ ଭିତରେ ଆଉ କାହା ବାର୍ଥଡେ ପଡ଼ିନି, 20 ଲୋକର ଜନ୍ମଦିନ। ଆଚ୍ଛା, ଆଉ ଥରେ ଯାହା ଜନ୍ମଦିନ ପଡ଼ିବ କିନ୍ତୁ ଆସିବ ଆମ ରୁମ୍କୁ ନିଶ୍ଚିତ, ଏଇଠି ବାର୍ଥଡେ ସେଲିବ୍ରେସନ୍ କରିବା। ଆଜି ତା ପୂର୍ବରୁ ଜଗନ୍ନାଥଙ୍କ ପାଇଁ ଅଲରେଡ଼ି ଭାତ ବସାଇ ସାରିଥିଲେ, ବଳଭଦ୍ର ଆସିକିରି ଚିକେନ୍ ଟିକେ କରୁଛନ୍ତି। ଆଜି ଆମେ ରୋଷେଇର ଛୁଟି, କ'ଣ ସ୍ୱାଗତ ହୁଏ, କ'ଣ ବଳଭଦ୍ର ଭାଇ କୁହ, ଆଜି ଛାଡ଼ିକି ଯାଉଛ ଆଜି ଆମକୁ, କ'ଣ କେମିତି ଅନୁଭବ ହେଉଛି? ସେମିତି କିଛି ନାହିଁ, ଭଲ ରୋଷେଇ ତ ହେଉଛି। ହଁ, ଆମଠୁ ବେଶୀ ଦୂରରେ ନାହିଁ, ପାଖରେ ରହିଛନ୍ତି, ଆମେ ଯିବୁ। ଚାଲ ରୋଷେଇ କେମିତି କ'ଣ ହେଉଛି ଦେଖିବା। ସବୁ ଜିନିଷ ନେଲ ମନେ କରି ନା କ'ଣ ରହିଗଲା? ନେଇଗଲାଣି ଏକାଥରେ, ଓହୋ, ସାଇଜ୍ କରି ଲଦିଥିଲେ ସବୁ ଜାଗା ହେଇଥାନ୍ତା ଭଲ କିନା। ହଉ ଯାଅ, ପୁଣି ଆସିବ ମଝିରେ ମଝିରେ ବୁଲିବାକୁ ହେଲା, ଆମେ ଦେଖିବା ତମ ରୁମ୍କୁ ଯିବା ବୁଲିକି ଆସିବା କେତେବେଳେ। ହଁ, ନା ଯିବା। ମୁଁ କହିଲି ଆଜି ବର୍ଷା ପାଇଁ ବୋଧେ ଆଜି କ୍ୟାନ୍ସଲ୍ ହେଲା ସିଫ୍ଟିଂ, ମୁଁ ଯିବେ ବୋଧେ କାଲି ଆଉ। ବର୍ଷା ସତ୍ତ୍ୱେ ବି ତମେ ଆଜି ବାହାରି ପଳେଇଲ, ମୁଁ ଏକ୍ସପେକ୍ଟ କରିନଥିଲି ଯିବ ବୋଲି ସିରିୟସଲି। ଧୀରେ ଧୀରେ ଯିବ, ଜିନିଷ ଗୁଡ଼ା ବନ୍ଧାବନ୍ଧି ହେଇନି। ଚାଲି ଭାଇ, ହଁ। ହଉ ବଳଭଦ୍ର ଜଗନ୍ନାଥ 2 ଜଣ ଶ୍ରୀମନ୍ଦିର ଛାଡ଼ି ପଳେଇଲ, ଶ୍ରୀମନ୍ଦିର ଆଜି ଶୂନଶାନ। ହଁ, ଟିକେ ଅକଡ଼ ଲାଗିବ ଏଇଖିଣା, କିଛି ଦିନ ଭଲ ଲାଗିବନି। ଠିକ୍ ଅଛି, ଯାଅ ଧୀରେ ଧୀରେ ଯିବ। ହଁ।
ଆଜି ଜଗନ୍ନାଥ ଆଉ ବଳଭଦ୍ର ଦୁଇ ଜଣ ମାନେ ଆଜି ରୁମ୍ ଛାଡ଼ିକି ଗଲେ। ଆକ୍ଚୁଆଲି ସେ ଦୁଇ ଜଣ ଗୋଟେ କଲେଜରେ ପଢ଼ୁଛନ୍ତି, ତ ଆସିଥିଲେ ସେ ଅଲଗା ଅଲଗା ଆସିଥିଲେ। ଜଣଙ୍କର ମୟୂରଭଞ୍ଜ, ଜଣଙ୍କର ଏଇ ପୁରୀ ଜିଲ୍ଲାରେ। ସେ ଆଜି ତାଙ୍କର ରୁମ୍ରେ ଶେଷ ଦିନ। କାଲି ଆକ୍ଚୁଆଲି ଆମେ ସେଇ ତାଙ୍କ ସହିତ ସେ ଭୋଜି କରୁଥିଲୁ। ସେମାନେ ଏଇ ରୁମ୍ରେ ରହୁଥିଲେ। ରୁମ୍ ଖାଲି ଅଛି, ତମେ ଏକା, ଏ ଟିକେ ଅଲଗା ଅଲଗା ଲାଗିବ ଟିକେ ଆଉ। ତ କେଉଁଠି ନା କେଉଁଠି ଟିକେ ମନ କଷ୍ଟ ଦୁଃଖ ଲାଗୁଛି ଯେ ଆଉ ଥିଲେ ଭାଇ ଗୁଡ଼ା ଟିକେ ଭଲ ହେଉଥିଲା, ଟିକେ ମଜା ମଜଲିସ୍ ହେଉଥିଲା, ମଝିରେ ମଝିରେ କେତେବେଳେ କେମିତି ଭୋଜି ହେଉଥିଲା। କିନ୍ତୁ ସେ ଆଜି ଗଲେ। ଚାଲ, ବର୍ଷା ଆଜି ଆପଣମାନେ ଦେଖିପାରୁଥିବେ ବାହାରେ କେଉଁ ଭଳିଆ ବର୍ଷା, ମଝିରେ ଓଦା ହେଇକି ଆଇଛି। ଥଣ୍ଡା ବି ଧୀରେ ଧୀରେ ହେଇଗଲାଣି। ଆଉ ସାଙ୍ଗରେ ଲୁଡ଼ୋସ୍ ଫୁଡ଼ୋସ୍ ଆଣିଛି ଟିକେ କରିକି ଖାଇବା। ତ ଚାଲ। Yeah.